ଜୟ ମା ଦଣ୍ଡକାଳୀ। ମା ଗାଲେରୀ ଦଣ୍ଡକାଳୀଙ୍କ ମହାପବିତ୍ର ମେରୁଯାତ୍ରା, ଯେଉଁଥିରେ ଭକ୍ତମାନେ ନିଜ ଶରୀର ଓ ମନ ସହିତ ମାଙ୍କର ଚରଣରେ ଆଶ୍ରୟ ନେବାକୁ ଚାଲି ଆସନ୍ତି। ଏହି ଯାତ୍ରା କେବଳ ଏକ ପରମ୍ପରା ନୁହେଁ, ଏହା ହେଉଛି ଭକ୍ତି, ଶ୍ରଦ୍ଧା ଓ ଆତ୍ମାଶୁଦ୍ଧିର ଏକ ମହାନ ଦୃଢ଼ ସଂକଳ୍ପ। ମେରୁଯାତ୍ରା କେବଳ ଏକ ଦୂର ଯାତ୍ରା ନୁହେଁ, ଏହା ହେଉଛି ମାଙ୍କୁ ନିଜ ମନ, ଶରୀର, ଅଭିମାନ, ଦୁଃଖ ସମର୍ପଣ କରିବା ଯାତ୍ରା। ଯେଉଁମାନେ ଶ୍ରଦ୍ଧାରେ ମାଙ୍କୁ ଡାକନ୍ତି, ସେମାନେ ମାଙ୍କ ଅସୀମ କୃପା ଅନୁଭବ କରନ୍ତି। ଭକ୍ତି ଏବଂ ବିଶ୍ୱାସ ହେଉଛି ସବୁଠାରୁ ବଡ଼ ଶକ୍ତି। ଯେଉଁମାନେ ମନ ରୂପରେ ଭକ୍ତି କରନ୍ତି, ସେମାନେ ମାଙ୍କର କୃପା ନିଶ୍ଚିତ ପାଆନ୍ତି। ମେରୁଯାତ୍ରାରେ ଶରୀର କଷ୍ଟ ସହିଲେ ମଧ୍ୟ ଭକ୍ତି, ମନର ଦୃଢ଼ତା ଓ ମା ପାଇଁ ସମର୍ପଣ ମୁଖ୍ୟ। ଆତ୍ମା ଶୁଦ୍ଧି ପାଇଁ ଯାତ୍ରା ଜରୁରୀ। ମେରୁଯାତ୍ରା ମଧ୍ୟରେ ଜଣେ ଭକ୍ତ ତାଙ୍କର ମନର ଅଭିମାନ, ଦୁଃଖ ମାଙ୍କ ପାଖରେ ଛାଡ଼ି ଦିଅନ୍ତି। ମାଙ୍କର କୃପା ବିନା କିଛି ତ ହୁଏନି। ଯେଉଁମାନେ ସତ୍ ହୃଦୟରେ ମାଙ୍କୁ ସ୍ମରଣ କରନ୍ତି, ସେମାନଙ୍କ ଜୀବନରେ ଅପୂର୍ବ ପରିବର୍ତ୍ତନ ହୁଏ। ଯାତ୍ରା ଶରୀରରେ ନୁହେଁ, ମନରେ। ମେରୁଯାତ୍ରା ଏକ ମାନସିକ ଆଧ୍ୟାତ୍ମିକ ଯାତ୍ରା, ଯେଉଁଠାରେ ମନୁଷ୍ୟ ନିଜ ଆତ୍ମାକୁ ମା ପାଖରେ ପହଞ୍ଚାଏ। ମା ଦଣ୍ଡକାଳୀଙ୍କ ମେରୁଯାତ୍ରା ଆମକୁ ଶିଖାଏ ଜୀବନର ଦୁଃଖ ଓ କଷ୍ଟକୁ ଧୈର୍ଯ୍ୟ, ଭକ୍ତି ଓ ବିଶ୍ୱାସ ଦ୍ୱାରା ଜୟ କରିପାରିବା। ଯେତେବେଳେ ଲକ୍ଷ ଲକ୍ଷ ଭକ୍ତ ଏକ ଲକ୍ଷ୍ୟ ନେଇ ମାଙ୍କ ନାମରେ ଯାତ୍ରା କରନ୍ତି, ସେଠି ଶୁଦ୍ଧ ଶକ୍ତି ଉତ୍ପନ୍ନ ହୁଏ, ଯାହା ସମସ୍ତଙ୍କୁ ଆଶୀର୍ବାଦ ଦେଇଥାଏ। ମାଙ୍କ ମୂର୍ତ୍ତି ଦେଖି ଯେପରି ଭକ୍ତ ଆନ୍ତରିକ ଆନନ୍ଦରେ ଭାସିଯାଆନ୍ତି, ତାହା ଦେଖାଏ ଯେ ମାଙ୍କ ଦର୍ଶନ ହେଉଛି ଆତ୍ମା ଓ ପରମ ଶକ୍ତି ମଧ୍ୟରେ ଏକ ଯୋଗ। ଜୟ ମା ଗାଲେରୀ ଦଣ୍ଡକାଳୀ।